ଆୟୁଷର ଜେଜେମା କହିବେ ପ୍ରତିଭାକୁ ଲିପିକାକୁ ଆମେ ଏମିତି ଜାଲରେ ଫସାଇ ଦେବା ପ୍ରକାଶ ବି ଜାଣିପାରିବ ନାହିଁ। ଆଉ ଲିପିକାକୁ କେବେ ବି ବିଶ୍ୱାସ କରିବ ନାହିଁ। ପ୍ରତିଭା କହିବେ ଠିକ୍ କହିଲ ମା, ଆମେ ତାରି ପାଇଁ ସବୁ ଏ କାମ କରୁଛୁଁ। ଭଗବାନ ଆମରି ଡାକ ଶୁଣନ୍ତା କି ଆମର ମନସ୍କାମନା ପୂରଣ ହୋଇଥାନ୍ତା କି? ଡକ୍ଟରକୁ ପ୍ରତିଭା ମିଛ କହିବା ପାଇଁ ଟଙ୍କା ଦେବେ। ପ୍ରକାଶ ପଚାରିବେ ମୋରି ମା ଭଲ ଅଛନ୍ତି ତ? ତାପରେ ଡକ୍ଟର କହିବେ ଆପଣ କ'ଣ ପାଠ ପଢ଼ି ନାହାନ୍ତି କି? ଆପଣ କ'ଣ ଏତିକି ବି ଜାଣି ନାହାନ୍ତି କି କିଏ ତାକୁ ମେଡ଼ିସିନ ଦେଲା? ନ ବୁଝି ନ ସୁଝି ତାକୁ କିଏ ମେଡ଼ିସିନ ଦେଲା? ଆପଣମାନେ ଜାଣିଛନ୍ତି କି ଏଇ ଟିକିଏ ଭୁଲ ପାଇଁ ସେଇ ମେଡ଼ିସିନ ଉପରେ ଏତେ ପ୍ରଭାବ ପଡ଼ିଛି। ସେଇ ଖାଲି ଏବେ ବର୍ତ୍ତମାନ ଇମାଜିନ୍ କରିପାରୁଛନ୍ତି। ଆଉ କିଛି ସମୟ ପରେ ଡେରି ହୋଇଥିଲେ ସେ ବର୍ତ୍ତମାନ ମଧ୍ୟ କୋମାକୁ ଚାଲି ଯାଇଥାନ୍ତା। ତୁମରି ମାଆକୁ ଆମକୁ 24 ଘଣ୍ଟାରୁ ଧ୍ୟାନ ରଖିବାକୁ ପଡ଼ିବ। ପ୍ରକାଶ କହିବେ ତୁମେ ମୋରି ମାଆକୁ ତୁମେ ଭୁଲ ମେଡ଼ିସିନ ଦେଇ ଆଜି ମାରି ଦେଇଥାନ୍ତ। ଆଜିଠାରୁ ମୋରି ଘରଠାରୁ ଚାଲିଯାଅ। ଲିପିକା, ମୁଁ ତୁମରି ମୁହଁକୁ ଦେଖିବାକୁ ଚାହୁଁନାହିଁ। ଲିପିକା, ଚାଲିଯାଅ। ଚାଲି ଯାଉଥିଲା ବେଳେ ଆୟୁଷ ଲିପିକାର ହାତକୁ ଧରିଦେବ। ଆଜିର ରିଭ୍ୟୁଟି କେମିତି ଲାଗିଲା ଆମକୁ ଲାଇକ୍, ସେୟାର ଓ କମେଣ୍ଟ କରି ନିହାତି ଜଣାଇବେ। ଆଜିର ଭିଡ଼ିଓଟି କେମିତି ଲାଗିଲା ଆମକୁ ଲାଇକ୍, ସେୟାର, କମେଣ୍ଟ କରି ନିହାତି ଜଣାଇବେ। ଆପଣମାନେ କେଉଁ